ଗଳ୍ପ ପତାକା ଉତ୍ତୋଳନ ଓ କଥାକାର ସୁରେନ୍ଦ୍ର ମହାନ୍ତି ଏକ ଆଲୋଚନା। ଆଧୁନିକ ଓଡ଼ିଆ ସାହିତ୍ୟର ସର୍ବାଧିକ ଲୋକପ୍ରିୟ ଗାଳ୍ପିକ ଥିଲେ କଥାକାର ସୁରେନ୍ଦ୍ର ମହାନ୍ତି। ବନ୍ଦୀ ଗଳ୍ପରୁ ଆରମ୍ଭ କରି 150ଟିରୁ ଅଧିକ ଗଳ୍ପ ରଚନା ସହିତ ନିଜ ସିଦ୍ଧ ହସ୍ତତାର ସଫଳ ପ୍ରମାଣ ଦେଇଛନ୍ତି ସେ। ଏକାଧାରରେ ସେ ଥିଲେ ଔପନ୍ୟାସିକ, ସାହିତ୍ୟ ସମୀକ୍ଷକ, ଜୀବନୀ ଓ ଆତ୍ମଜୀବନୀ ଲେଖକ, ପ୍ରାବନ୍ଧିକ ତଥା ସମ୍ପାଦକ। ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ସବୁଜ ପତ୍ର ଓ ଧୂସର ଗୋଲାପ ତଥା ନୀଳ ଶୈଳ ଆଦି ଶ୍ରୀ ମହାନ୍ତିଙ୍କ ସଫଳ ସାରସ୍ୱତ କୃତିମାନଙ୍କର ସଂକ୍ଷିପ୍ତ ସ୍ୱାକ୍ଷର। ଆଲୋଚ୍ୟ ପତାକା ଉତ୍ତୋଳନ ଗଳ୍ପଟି ଭାରତ ସ୍ୱାଧୀନତା ପ୍ରାପ୍ତି ସମୟକୁ ଭିତ୍ତି କରି ରଚିତ ଏକ ଉଚ୍ଚକୋଟୀର ଗଳ୍ପ। ସ୍ୱାଧୀନତାର ଠିକ୍ ପୂର୍ବ ଅର୍ଥାତ୍ ଅଗଷ୍ଟ 14 ତାରିଖ କଥାକୁ ନେଇ ଏହି ଗଳ୍ପର ପରିକଳ୍ପନା। ଏହି ଗଳ୍ପର ଚରିତ୍ରମାନେ ତିନୋଟି ପିଢ଼ି ବା ତିନୋଟି ସମୟ ଖଣ୍ଡର ପ୍ରତିନିଧିତ୍ୱ କରିଥିବା ଦେଖାଯାଏ। ପ୍ରଥମ ପିଢ଼ିର ମୁଖ୍ୟ ଚରିତ୍ର ଭାବେ ରାୟବାହାଦୁର ସୋମନାଥ ମହାପାତ୍ର ଉପସ୍ଥାପିତ ହୋଇଥିଲା ବେଳେ ତାଙ୍କ ପୁତ୍ର ସ୍ୱାଧୀନତା ସଂଗ୍ରାମୀ ଅରୁଣ ଦ୍ୱିତୀୟ ପିଢ଼ିକୁ ପ୍ରତିନିଧିତ୍ୱ କରିଛନ୍ତି। ବିଜୟ ଚରିତ୍ର ଭାରତର ସ୍ୱାଧୀନତା ପ୍ରାପ୍ତିକୁ ଉପଭୋଗ କରୁଥିବା ସାମ୍ପ୍ରତିକ ଯୁବପିଢ଼ି। ଏହି ତିନୋଟି ପିଢ଼ି ମଧ୍ୟରେ ଭାରତର ସ୍ୱାଧୀନତାକୁ ନେଇ ହୋଇଥିବା ବାଦବିବାଦ ଏବଂ ମାନସିକ ସଂଘର୍ଷ ଏହି ଗଳ୍ପରେ ପ୍ରତିଫଳିତ। ଅଗଷ୍ଟ 15 ତାରିଖ 1947 ମସିହାର ପୂର୍ବ ରାତିରେ ସ୍ୱାଧୀନତା ପ୍ରାପ୍ତି ଜନିତ ଉତ୍ସବକୁ ଉତ୍ସାହ ସହକାରେ ପାଳନ କରାଯାଉଥିବା ବେଳେ ବ୍ରିଟିଶ ସରକାରଙ୍କ ଅନୁଗତ ଅବସରପ୍ରାପ୍ତ ପୋଲିସ ଅଫିସର ରାୟବାହାଦୁର ସୋମନାଥଙ୍କ ପାଇଁ ଏହା ଅସହ୍ୟ ହୋଇ ଉଠିଛି। ବିଲାତୀ ସରକାରର ବିଦେଶୀ ସରକାରର ଅନ୍ନ ଖାଇଥିବା ସୋମନାଥ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ଆତ୍ମସ୍ଥ ଭାବେ ଗ୍ରହଣ କରିପାରି ନାହାନ୍ତି। ଘର ବାହାରେ ଜନତାଙ୍କ କୋଳାହଳ ଏବଂ ଜୟ ଭାରତ ମାତା କି ଜୟ ଧ୍ୱନି ତାଙ୍କୁ ମ୍ରିୟମାଣ କରିଛି। ଏହି ଅବସରରେ ପରଲୋକାଗତ ସ୍ୱାଧୀନତା ସଂଗ୍ରାମୀ ଅରୁଣର ଫଟୋ ଖଣ୍ଡକ ଗୁପ୍ତ ଡ୍ରୟାର ଭିତରୁ ବାହାର କରି ରାୟବାହାଦୁର ମନେ ପକାଇଛନ୍ତି 25 ବର୍ଷ ତଳର ନିଜ ଅଙ୍ଗେ ଲିଭା ଅନୁଭୂତି କଥାକୁ।
ସଂଗ୍ରାମୀ ଜନତାକୁ ନେତୃତ୍ୱ ଦେଇଥିବା ପୁତ୍ର ଅରୁଣ ସେଦିନ କିପରି ତାଙ୍କ ଦୃଢ଼ କର୍ତ୍ତବ୍ୟନିଷ୍ଠ ବନ୍ଧୁକ ଗୁଳିରେ ଟଳି ପଡ଼ିଥିଲା ଏବଂ ପୁତ୍ରବଧୂ ଅପର୍ଣ୍ଣା ହାତରୁ କାଚ ଶଙ୍ଖା ଭାଙ୍ଗିଯିବାର ଦୃଶ୍ୟ କିପରି ମର୍ମ ବିଦାରକ ଥିଲା ତାହାର ସ୍ମୃତିଚାରଣ କରିଥିଲେ ହେଁ ଉକ୍ତ କର୍ତ୍ତବ୍ୟ ପାଳନ ପାଇଁ ଏବେ ସୁଦ୍ଧା ନିଜକୁ ଗୌରବାନ୍ୱିତ ମନେ ଭାବିଥିଲେ ହେଁ ପିତୃହୃଦୟ ଅରୁଣ ପାଇଁ ବିଗଳିତ ହୋଇ ଉଠିଛି। ତଥାପି ପତ୍ନୀ ହେମମାଳିଙ୍କ ଦ୍ୱାରା ଦୋତାଲା ବାରଣ୍ଡାରେ ଉଡ଼ାଇଥିବା ତ୍ରିରଙ୍ଗା ପତାକାକୁ ଉପାଡ଼ି ଅନେକ ଦିନର ସାଇତା ସିଲ୍କର ଗୋଟିଏ ୟୁନିୟନ ଜ୍ୟାକ୍ ପତାକା ସେହି ସ୍ଥାନରେ ଉଡ଼ାଇଛନ୍ତି ରାୟବାହାଦୁର, ଯାହାର ଫଳସ୍ୱରୂପ ଦୀର୍ଘ 25 ବର୍ଷ ପରେ ହେମମାଳିଙ୍କ ଦ୍ୱାରା ସେ ହୋଇଛନ୍ତି ତିରସ୍କୃତ। ହେମମାଳିଙ୍କ ଭାଷାରେ ଏମିତି ଯେ ତମେ ଛୁଅଁ ନା ମୋତେ, ମୋରୁ ଫେରି ଆସିଛି, ମୋ କୋଳକୁ ମୋରୁ ଫେରି ଆସିଛି। ସ୍ୱାଧୀନତା ଦିବସର ପୂର୍ବ ରାତିର ଉତ୍ସବକୁ ବିଜୟ ଉଲ୍ଲାସରେ ବିତାଇ ତୃତୀୟ ପିଢ଼ିର ପ୍ରତିନିଧି ନାତିଆ ବିଜୁ ଭୋର ସକାଳୁ ଘରକୁ ଫେରି ଛାତରେ ୟୁନିୟନ ଜ୍ୟାକ୍ ପତାକା ଦେଖି ଉତ୍ତ୍ୟକ୍ତ ହେବା ସହିତ ତାକୁ ଉପାଡ଼ିଛି ଯେତେବେଳେ ବ୍ରିଟିଶ ଶାସନର ଅନୁରକ୍ତ ବୃଦ୍ଧ ରାୟବାହାଦୁର ହିଂସ୍ର ଓ ଉତ୍କ୍ଷିପ୍ତ ହୋଇ ଉଠିଛନ୍ତି। ଉଭୟଙ୍କ ମଧ୍ୟରେ ଠେଲାପେଲା ଅବସ୍ଥାରେ ବୃଦ୍ଧ ରାୟବାହାଦୁର ସୋମନାଥ ସିଡ଼ିରୁ ଗଡ଼ି ପଡ଼ି ତଳ ମହଲାର ଚଟାଣରେ ଅଚେତ ହୋଇ ପଡ଼ିଛନ୍ତି। ତାଙ୍କ ମୁଣ୍ଡ ଓ ନାକ ଫାଟି ରକ୍ତର ସୁଅ ଛୁଟିଛି। ମୃତ୍ୟୁ ଯାଏଁ ଅନୁରକ୍ତ ରହିଥିବା ରାୟବାହାଦୁର ନିଜ ଜିଦ୍ରେ ଅଟଳ ରହିଥିଲେ ବି ମଲାବେଳେ ହନୁ ସତ କହିଲା ଭଳି ବିଜୟକୁ ଆଶୀର୍ବାଦ କରି ତା ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକାର ଜୟ ବୋଲି କହିଛନ୍ତି। ଗଳ୍ପ ଶେଷରେ ବିଜୟ ପ୍ରାଣହୀନ ପାଷାଣ ପରି ସ୍ୱାଧୀନ ଭାରତର ପ୍ରଥମ ପ୍ରଭାତର ସୂର୍ଯ୍ୟଦୀପ୍ତ ଆକାଶ ଆଡ଼େ ଚାହିଁ ରହିଛନ୍ତି। ଆଲୋଚ୍ୟ ଗଳ୍ପ ପତାକା ଉତ୍ତୋଳନ ଏକ ଜାତୀୟତାବାଦୀ ସଫଳ ଗଳ୍ପ। ତିନୋଟି ପିଢ଼ି ବା ତିନୋଟି ସମୟର ପ୍ରତିନିଧି ସ୍ତରୀୟ ଚରିତ୍ରକୁ ନେଇ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଏ ବଳିଷ୍ଠ ଉପସ୍ଥାପନା ନିଃସନ୍ଦେହ ଭାବେ ଉଚ୍ଚକୋଟୀର ହୋଇପାରିଛି।